आज केंद्र शिक्षा मंत्री धर्मेंद्र प्रधान को 57तम जन्मदिन यहाको नहीं राज्यव्यापी केउंठी होइथिला पूजार्चना तो केउंठी वृक्षारोपण कार्यक्रम। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିଲା ବିଶାଳ ମେଗା ରକ୍ତଦାନ ଶିବିର, ଯାହାର ନେତୃତ୍ୱ ନେଇଥିଲେ ସ୍ଥାନୀୟ ଛତ୍ରପୁର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଛତ୍ରପୁର ସ୍ଥିତ ନୂଆ ବସଷ୍ଟାଣ୍ଡରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶହ ଶହ କର୍ମୀ ଓ ବାସିନ୍ଦାମାନେ ସ୍ୱେଚ୍ଛାକୃତ ଭାବେ ପହଞ୍ଚି ରକ୍ତଦାନ କରିଥିଲେ, ଯାହାକି ଶେଷରେ 1501 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଏବଂ ଏହା ଜିଲ୍ଲାରେ ରେକର୍ଡ ସଂଖ୍ୟକ ବୋଲି କୁହାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିବା ବେଳେ ବିଭିନ୍ନ ମେଡିକାଲରେ ରକ୍ତର ଘୋର ସଂକଟ ଦେଖିବାକୁ ମିଳିଛି। ବିଶେଷକରି ଏମ୍କେସିଜି ମେଡିକାଲର ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଏମ୍କେସିଜି ନୁହେଁ, ବରଂ ସାରା ରାଜ୍ୟରେ ମଧ୍ୟ ରକ୍ତର ସଂକଟ ଦେଖିବାକୁ ମିଳିଛି। ଆଉ ଏହାକୁ ଦୃଷ୍ଟିରେ ରଖି ଏଭଳି ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଆଉ ଏହି ଶିବିରରେ ଏଥିପାଇଁ ବ୍ରହ୍ମପୁର ଏମ୍କେସିଜି ମେଡିକାଲର ରକ୍ତ ଭଣ୍ଡାର, ଭଞ୍ଜନଗର ମେଡିକାଲ ରକ୍ତ ଭଣ୍ଡାର, ଗଜପତି ମେଡିକାଲର ରକ୍ତ ଭଣ୍ଡାର ଓ କଟକ ମେଡିକାଲ ରକ୍ତ ଭଣ୍ଡାରର ଟିମ୍ ପହଞ୍ଚି ରକ୍ତଦାତାମାନଙ୍କର ରକ୍ତ ସଂଗ୍ରହ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ରକ୍ତଦାନ ଶିବିର ଆଗକୁ ଜାରି ରହିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ। ଏହି ଅବସରରେ ଆୟୋଜିତ ଶିବିରକୁ ବିଧାୟକଙ୍କ ପ୍ରତିନିଧି ବନୋଜ ନାହକ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସାଂସଦ ପ୍ରତିନିଧି ସନ୍ତୋଷ ରେଡ୍ଡି, ଆଶୁତୋଷ ମହାପାତ୍ର, ଭାସ୍କର ବେହେରା, ସନ୍ତୋଷ ସେଠୀ, ପ୍ରଦୋଷ ବେହେରା, ଉଦୟ ନାୟକ, ଯୁବ ମୋର୍ଚ୍ଚା ସଭାପତି ସୁରେଶ ରେଡ୍ଡି, ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ନାୟକ ମହାରାଜ, ଗୋପାଳପୁର ପୋର୍ଟ ଟ୍ରକ୍ ୟୁନିୟନର ସଭାପତି ଭାସ୍କର ରେଡ୍ଡିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ପହଞ୍ଚି ରକ୍ତଦାନ କରି ସହଯୋଗ କରିଥିଲେ। वरिष्ठ बीजेपी नेतृवृंद, युवनेता और समस्त मंडल सभापति, विभिन्न पंचायतर सरपंच और समिति सभ्यों नेतृत्व में शताधिक लोक पहुंची रक्तदान करते। नमस्कार, मु जी भास्कर रेड्डी, गोपालपुर ट्रक एसोसिएशन साधारण संपादक। आज जो श्रीजुक्त धर्मेंद्र प्रधान 57तम जन्म दिवस आज आमर विधायक श्रीजुक्त कृष्णचंद्र नायक अवदान आज अनुष्ठित होइछि। से आमर रक्तर अभाव अच्छी प्रत्येक डाक्तखाना से महत्व उद्देश्य नहीं आमर समस्त यूनियन समस्त भाई मानक धरी आज आम महत्व उद्देश्य योगदान कर। धन्यवाद। केंद्र मंत्री धर्मेंद्र प्रधान जन्मदिन उपलक्षे आप आज रक्तदान विशाल रक्तदान शिविर आयोजन कर। देखु आज शिक्षा केंद्र मंत्री धर्मेंद्र प्रधान का 57तम जन्मदिवस आज जो भाव मेगा ब्लड कैंप्र आज आयोजन कर भाव सारा ओडिशार गंजाम जिले में जो भाव रक्त अभाव दूर करने ये भाव ब्लड कैंप ये आयोजन कर। आज युव विधायक कृष्णचंद्र नायक जेहेतु केंद्र शिक्षा मंत्री जन्म उत्सव में बड़ मेगा रक्तदान शिविर आयोजन कर खुशी अनुभव कर। जय श्रीराम। प्रथमतः आमर प्रिय बड़ भाई केंद्र मंत्री श्री धर्मेंद्र प्रधान 57तम जयंती से आमर समस्त प्रिय ओडिशार नुह भारतवर्ष तांकर प्रियतार गाथा समस्ते जानते। प्रधानमंत्री यशस्वी प्रधानमंत्री नरेंद्र मोदी ठारू मध्य भारतवर्ष समस्ते प्रतिभा जानते। तो मुख्यतः 57तम जन्मतिथि आमर ये छत्रपुर निर्वाचन मंडलीर समस्त युव समाज एवं आमर प्रिय अत्यंत प्रिय छोट नुह अत्यंत प्रिय विधायक श्री कृष्णचंद्र नायक प्रचेष्टार ये सब संभव हो पार्टी। जहाद्वारा यही ब्लड जो कलेक्शन होची मे बी ओडिशार रेकर्ड भांगा उपरे हजार हजार ब्लड बर्तमान कलेक्शन है। आहरी भी लोक आसुँच 5टा 6टा बोधे 7टा हो पारे बहुत दूर दूरांतर युव समाज बर्तमान ब्लड देवा को आसुँच। सबुठार बेसी श्रेय देवी आम विधायक प्रतिनिधि भाव में आम पितु भाई बनोज भाई अनेक एमती अच्छा स्वेच्छासेवी तांकर अहरह परिश्रम फल एड बड़
ସ୍କିମ୍ ଗୋଟେ ସକ୍ସେସ୍ ହେବାକୁ ଯାଉଛି। ତ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ସବୁଠାରୁ ଧନ୍ୟବାଦ ଦେବି ଆମ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କର୍ମକର୍ତ୍ତା ଏବଂ ଯୁବ ଭାଇମାନଙ୍କୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ବିଧାୟକ ଜନ୍ମଦିନ ଉତ୍ସବ ପାଳନ କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଯେହେତୁ ଜନ୍ମ ଅଛି ତାକୁ ନେଇ ଆୟୋଜନ କରାଯାଇଛି, କେମିତି ଆକୁ ଦେଖୁଛନ୍ତି ଆପଣ? ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କର 57ତମ ଜନ୍ମଦିବସ। ଏ ଅବସରରେ ଗଞ୍ଜାମ ଜିଲ୍ଲାରେ ରକ୍ତର ଯେଉଁଭଳି ଭାବରେ ଉତ୍କଟ ସଙ୍କଟ ଦେଖାଦେଇଛି ତାକୁ ଆଖି ଆଗରେ ରଖି ଛତ୍ରପୁର ମାନ୍ୟବର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଇଏ ଗୋଟେ ଟାର୍ଗେଟ୍ ନେଲେ ଯେ ଆମେ ନିଶ୍ଚିତ ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କର ଜନ୍ମଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିବା ଏବଂ ସମସ୍ତ ବର୍ଗକୁ ଏଥିରେ ସାମିଲ କରାଇ ଏକ ରେକର୍ଡ ସଂଖ୍ୟକ ରକ୍ତଦାନ ବା ରକ୍ତ ସଂଗ୍ରହ କରିବା ବୋଲି ତାଙ୍କର ଯେଉଁ ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଆଜି ଫଳପ୍ରଦ ହୋଇଛି। ଦୀର୍ଘ ଦିନ ହେଲା ସେ ଏ ଅହରହ ୟା ପଛରେ ଲାଗି ପଡ଼ିଲେ। ସମସ୍ତ ପଞ୍ଚାୟତ ସମସ୍ତ ଏନ୍ଏସିରେ ସ୍ୱେଚ୍ଛାକୃତ ଭାବରେ ଯୁବକ ଛାତ୍ର ଶ୍ରମିକ ସମସ୍ତେ ଏକତ୍ରିତ ହୋଇକରି ଏ ବ୍ଲଡ଼ ଡୋନେଟ୍ କ୍ୟାମ୍ପରେ ଶହ ଶହ ସଂଖ୍ୟାରେ ଯୋଗ ଦେଇଛନ୍ତି। 1500 ୟୁନିଟ୍ରୁ ଅଧିକ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ମଧ୍ୟ ହୋଇପାରିଛି। ତେଣୁ ଏ ଶ୍ରେୟ ଆମର ମାନ୍ୟବର ବିଧାୟକ ଯିଏକି ସକାଳୁ ସନ୍ଧ୍ୟା ଯାଏଁ ଅହରହ ଲୋକଙ୍କର ସେବାରେ ଲୋକଙ୍କର କାମରେ ଲାଗି ପଡ଼ିଛନ୍ତି। ଇଏ ଆଜି ତାର ସଫଳ ରୂପ ନେଇଛି। ଆଜି ନିଶ୍ଚିତ ଭାବରେ ଇଏ ଏକ ପ୍ରେରଣା ଯୋଗାଇବ ଆଗାମୀ ଦିନରେ ଯେ ରକ୍ତ ସଂଗ୍ରହ ଦ୍ୱାରା ଅନେକ ଲୋକଙ୍କର ଜୀବନ ମଧ୍ୟ ବଞ୍ଚିପାରିବ। ଏହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଏ କଥା ପ୍ରମାଣିତ ହୋଇଛି ଏବଂ ଆଜି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରି ଏ ଗଞ୍ଜାମ ଜିଲ୍ଲାରେ ଓଡ଼ିଶାରେ ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏତିକି କରିପାରିଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଦେବା ସହିତ ଏଥିରେ ଯୋଗ ଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମସ୍ତ ବନ୍ଧୁଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ। ଛତ୍ରପୁରଠାରେ ଏକ ଐତିହାସିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହେଉଛି। ଆମେ ସମସ୍ତଙ୍କୁ ଜଣାଅଛି ଯେ ରକ୍ତଦାନ ଏକ ମହାନ ଦାନ, ସବୁ ଦାନ ଭିତରୁ ମହାନ ଦାନ ହେଉଛି ରକ୍ତଦାନ ଏବଂ ରକ୍ତ ପାଇଁ ଜୀବନ ଚାଲି ନ ଯାଉ, ଏହା ଆଜି ଆମର ସମସ୍ତଙ୍କର ସଂକଳ୍ପ। ସେ ସଂକଳ୍ପକୁ ନେଇକରି ଆଜି ବହୁ ସଂଖ୍ୟାରେ ପୁରା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଛତ୍ରପୁର ବ୍ଲକରୁ ଅନେକ ଯୁବସାଥୀ ଅନେକ ଲୋକ ଆସି ଆଜି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଛନ୍ତି ଏବଂ ଆଜିର ଯେଉଁ ଅବସରକୁ ଏଠି ଏ ରକ୍ତଦାନ ଶିବିର ଆୟୋଜନରେ ଆମର ଛତ୍ରପୁରର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କର ପ୍ରଚେଷ୍ଟା ଫଳରେ ଏ ଶିବିର ଆୟୋଜନ ହେଉଛି ଏବଂ ଶିବିର ଆୟୋଜନ ପଛରେ ଯେଉଁ ଉଦ୍ଦେଶ୍ୟ ବି ଅଛି ଯେ ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର 57ତମ ଜନ୍ମଦିବସ ଏବଂ ଆମେ ସମସ୍ତଙ୍କୁ ଜଣାଅଛି ଯେ ଓଡ଼ିଶାର ଗର୍ବ ଓ ଗୌରବ ବରପୁତ୍ର ମାନ୍ୟ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ପ୍ରତି ଅବଦାନ କ'ଣ ଅଛି। ତାଙ୍କ ନେତୃତ୍ୱ, ତାଙ୍କ ବିକାଶର ଚିନ୍ତାଧାରା, ତାଙ୍କର ଓଡ଼ିଶା ପ୍ରତି ସାଧାରଣ ଜନତାଙ୍କ ପ୍ରତି ତାଙ୍କର ଯେଉଁ ଭାବନା ଅଛି ତାକୁ ମନେ ପକାଇକରି ଆଜି ତାଙ୍କ ଜନ୍ମଦିନକୁ ଏଠି ଛତ୍ରପୁରରେ ଧୁମଧାମରେ ଏବଂ ସେବା ସମର୍ପଣ ଭାବ ହିସାବରେ ପାଳନ କରାଯାଉଛି। ଛତ୍ରପୁରରୁ ଅରୁଣ କୁମାର ପଣ୍ଡାଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।